କଥା ବୁଝେଇକି କହିଲେ ସଂସାର ଭିତରେ ଅନେକ ଜ୍ଞାନୀ ମାନେ ଅଛନ୍ତି, ଅନେକ ମୁନି ଋଷି ମାନେ ଅଛନ୍ତି। ସଂସାର ଭିତରେ ଅନେକ ଫୁଲ ଅଛି। ଏ ଫୁଲ ଭିତରୁ ମନ୍ଦାର ଫୁଲକୁ ସମସ୍ତେ ଭଲ ପାଆନ୍ତି। ମମତାରେ ବାନ୍ଧି ହୋଇଥାଏ ମନ୍ଦାର ଫୁଲ। ତମର ସମୟ କାଳକୁ ନିଘଣ୍ଟ କରିଦିଅନ୍ତି ସେଇ ମନ୍ଦାର ଫୁଲଟି। ମନ୍ଦାର ଫୁଲଟି କଣ କରନ୍ତି ନା ରାତି ପାଇଗଲେ କେମିତି କଣ ଜାଣିବେ ନା ରାତି ପାଇବା ପୂର୍ବରୁ ମନ୍ଦାର ଫୁଲଟି ଧୀରେ ଧୀରେ ଫୁଟିବା ଆରମ୍ଭ କରେ। ଯେତେବେଳେ ମନ୍ଦାର ଫୁଲଟି ଫୁଟିଯାଏ ସେତେବେଳେ ସକାଳ ହେଇଯାଏ। ଏ ସଂସାରରେ ସେଇଭଳି ଅନେକ ପ୍ରକାର ମଣିଷ ଅଛନ୍ତି। ଏ ମଣିଷଙ୍କ ଭିତରେ ଜ୍ଞାନୀ କିଏ ସେମାନେ ହିଁ ଆପେ ଆପେ ଜଣା ପଡ଼ିଯାଆନ୍ତି। ନା ସେମାନଙ୍କର ଜ୍ଞାନ ତତ୍ତ୍ୱ ସଦା ସର୍ବଦା ସମସ୍ତଙ୍କୁ ଶାନ୍ତି ଦିଏ। ଅନେକ ମୁନି ଋଷିମାନେ ଅଛନ୍ତି, ଏବେ ବି ଅନେକ ମୁନି ଋଷିମାନେ ଅଛନ୍ତି। କାହିଁ ଏମାନେ କେହି ଜାଣିଲେ ଗୀତା ଭାଗବତ ଶାସ୍ତ୍ର ଲେଖି ପାରୁନାହାନ୍ତି। ସେତେବେଳେ ଜାଣିଥିଲେ ଶାସ୍ତ୍ର ଭାଗବତ ଲେଖୁଥିଲେ। ସେଇଭଳି ଅନେକ ସଂସାରରେ ମଣିଷ ଅଛନ୍ତି, କିନ୍ତୁ ମଣିଷ ପଣିଆ ସମସ୍ତଙ୍କ ପାଖରେ ରହିବା ଦରକାର। କିନ୍ତୁ ଆମ ପାଖରେ ମଣିଷ ପଣିଆ ନାହିଁ ବୋଲି ଏ ମଣିଷ ଆଜି କଣ କରୁଛି? ଯେତେବେଳେ ଏ ପିଲାଟି ଜନ୍ମ ଗ୍ରହଣ କଲା, ଯେତେବେଳେ ତାର ଡେଣା ଲାଗିଲା, ଚଢ଼େଇଟାର ଡେଣା ଲାଗିଗଲା, ସେତେବେଳେ ସେ ଉଡ଼ିକି ପଳେଇଲା। ସେତେବେଳେ ଭୁଲିଗଲା ଏ ସଂସାର। ଠିକ ଏ ମଣିଷ ଯେତେବେଳେ ଚାଲି ନ ପାରୁଥିଲା ସେତେବେଳେ ଡାକୁଥିଲା ମତେ ରକ୍ଷା କର। ଯେତେବେଳେ ଚାଲି ଶିଖିଗଲା ସେତେବେଳେ ସେ ସବୁ ଭୁଲିଗଲା। କିନ୍ତୁ ମୁନି ଋଷିମାନେ ସେତିକି କରନ୍ତି ନାହିଁ। ସେମାନେ ମମତାରେ ବାନ୍ଧି ହୁଅନ୍ତି ଯେମିତି ମନ୍ଦାର ଫୁଲଟି। ସେ ପ୍ରଭୁଙ୍କର ସେବାରେ ଲାଗିବ ବୋଲି ଯେତେବେଳେ ବ୍ରହ୍ମ ମୁହୂର୍ତ୍ତ ଯୋଉଟାକେ ଭୋର କୁହନ୍ତି, ରାତି 4ରୁ 45ରୁ 5 ଭିତରେ ସେ ଧୀରେ ଧୀରେ ଫୁଟିବା ଆରମ୍ଭ କରେ। ତାପରେ ରାତି 5ଟା ହେଇଗଲା ପାଇଗଲା ବେଳକୁ ସକାଳୁ ମନ୍ଦାର ଫୁଲଟି ଫୁଟି ଯାଇଥାଏ। ଏ ଉଦାହରଣର କାରଣ ଜଣେ ଦେଇଛନ୍ତି ମହାପ୍ରଭୁ। ସେଇଥିପାଇଁ ସମସ୍ତେ ମନ୍ଦାର ଫୁଲଟିକୁ ଭଲ ପାଆନ୍ତି। ମନ୍ଦାର ଫୁଲଟି ମନ୍ଦ କର୍ମକୁ ଦୂରେଇ ଦିଏ। ଯଦି ତୁମର ପରିବାରରେ କୌଣସି ଦୁଃଖ ଆସୁଥାଏ ତାହେଲେ ଯଦି ମନ୍ଦାର ଫୁଲଟି ନେଇକି ଗରୁଡ଼ ମହାପ୍ରଭୁଙ୍କ ପାଖରେ ଦେଇଦେବ, ସମର୍ପଣ କରିଦେବ, ସେ ତମର ଯାହା ତମର ଦୁଃଖ ଥିବ ତମ ପରିବାରରେ ଆପେ ଆପେ ଦୂରେଇ ଯିବ। ତେଣୁ ଅନେକ ପ୍ରକାର ଉଦାହରଣ ସଂସାରକୁ ଦେଇଛନ୍ତି ସତ୍ୟତାକୁ ଜାଗ୍ରତ କରିବା ପାଇଁ, ଶତ୍ରୁମାନଙ୍କୁ ବିନାଶ କରିବା ପାଇଁ। ମହାପ୍ରଭୁ ଭକ୍ତି ରସବାଣୀରେ କହିଲେ, ଶରୀର ତତ୍ତ୍ୱ ଜୀବନ ଦର୍ଶକ କଥା କହିଲେ, ଆଜିର ମଣିଷ ଅଜ୍ଞାନର ବଶବର୍ତ୍ତୀ ହେଇ ଯୋଉ ବାପ ମା ଏ ସଂସାରକୁ ଆଣିଛନ୍ତି ସେଇ ବାପ ମାକୁ ଖପରାରେ ଖାଇବା ପାଇଁ ଦଉଛି, ପେଟ ବୋଲି କହୁଛି। ତେଣୁ ଅନେକ ପୁରାଣ ଲେଖାଯାଇଛି, ଅନେକ ପୁରାଣରେ ଅନେକ ପ୍ରକାର ଉଦାହରଣ ଦିଆଯାଇଛି। ଠିକ ସେଇଭଳି ଏ ସଂସାରକୁ ଅନେକ ପ୍ରକାର ତତ୍ତ୍ୱଜ୍ଞାନ ବାଣ୍ଟିଛନ୍ତି। ଏ ମଣିଷ ପାଖରେ, ପ୍ରତ୍ୟେକ ମଣିଷ ପାଖରେ ଜ୍ଞାନ ଅଛି। ଏ ଜ୍ଞାନକୁ ଯିଏ ଯୋଉ ବାଟରେ ଉପଯୋଗ କରିଛି ସେ ଗୋଟେ ଯୁଗରେ ଶାନ୍ତି ପାଇଛି। ତେଣୁ ଏ ଶରୀର ତତ୍ତ୍ୱ ଜୀବନ ଦର୍ଶନ ଭିତରେ କହିଲେ ବାପ ମା ମରିଗଲା ପରେ ଦେବତା ହେଇଯାନ୍ତି। ଏ କଥା ଉଦାହରଣ ଅନେକ ପ୍ରକାର ମୁଁ ଦେଇଛି। ଅନେକ ପ୍ରକାର ଉଦାହରଣର କାରଣ ଜାଣିବା ପାଇଁ, ସତ୍ୟତାକୁ ଜାଗ୍ରତ କରିବା ପାଇଁ, ଶତ୍ରୁମାନଙ୍କୁ ବିନାଶ କରିବା ପାଇଁ ଯେତେବେଳେ ବାପ ମା ଏ ସଂସାର ବିଦାୟ ନେଇଯାଆନ୍ତି ସେତେବେଳେ ଦରକାର ଜିନିଷ ତମ ପାଖରେ ରଖିଯାଇଥାନ୍ତି, ବେଦରକାରୀ ଜିନିଷକୁ ସେମାନେ ନିଅନ୍ତି। ଠିକ ସେ ସଂସାର ଭିତରେ ଯୋଉ ମହାପ୍ରଭୁଙ୍କୁ ଯୋଉ ଦେବାଦେବୀଙ୍କୁ ଆମେ ପୂଜା ଅର୍ଚ୍ଚନା କରୁଛନ୍ତି ସେମାନେ ଖାଆନ୍ତି କଣ, ଆମେ ଖାଉଛନ୍ତି କଣ? ସେମାନେ ହଉଛନ୍ତି ବାସନା ଭୋଗୀ। ଠିକ ସେଇଭଳି ବାପ ମା ସଂସାର ଭିତରୁ ବିଦାୟ ନେଇଗଲେ ବାସନା ଭୋଗ କରନ୍ତି। ସବୁ ତମ ପାଖରେ ଦେଇଯାଇଛନ୍ତି, ତଥାପି ମଣିଷ ବୁଝିପାରୁନାହିଁ। ଅଜ୍ଞାନର ବଶବର୍ତ୍ତୀ ଜ୍ଞାନଭ୍ରଷ୍ଟ ହେଇ କଣ କର୍ମ କରୁଛି। ତେଣୁ ଅନେକ ପ୍ରକାର ବୁଝେଇଲେ, ଗୀତା ଭାଗବତ ପୁରାଣ ଶାସ୍ତ୍ର ଅନେକ ପ୍ରକାର କଥା କହିଲେ, ତଥାପି ମଣିଷ ନିଜର ବୁଦ୍ଧି ବିବେକ ଜ୍ଞାନ ବଳେ ମରଣ ନ ଜିଣିପାରେ। ମରଣ କେବେ ଆସିବାକୁ ଡରିବ ଯଦି ତମଙ୍କର ବୁଦ୍ଧି ବିବେକ ଜ୍ଞାନ ଥିବ। ତୁମେ ଯୋଉ କହୁଛ ଆଜି ଅଧପତନ ହେଇଗଲା, ସେ ଅଳ୍ପ ବର୍ଷ ହେଲା ନିଜର ବୁଦ୍ଧି ବିବେକ ପାଇଁ
ପାଇଁ ସେ ଆଜି ନାଶ ହେଉଛି। ପରମାତ୍ମା ଏ ଶରୀରକୁ ପ୍ରବେଶ କଲେ ସେତେବେଳେ ତୋର ମୋର ନଥିଲା। ଆଜି ଏ ଶରୀର ଭିତରକୁ ଆସିଗଲା ପରେ ପରମାତ୍ମା ଏ ମଣିଷ ତୋର ମୋର କଲା। ଏ ସଂସାରକୁ ଆସିଥିଲା ଶାନ୍ତି ପାଇବା ପାଇଁ, ଅଶାନ୍ତିରେ ଜୀବନଟାକୁ ନାଶ କଲା। ଶାନ୍ତି ପାଇବ କେମିତି? ଶାନ୍ତି କୋଉ ଜାଗାରେ ମିଳେ? ସେ ଜାଗାକୁ ଗଲେ ସିନା ଶାନ୍ତି ମିଳିବ। କୋଉ ଜାଗାରେ ଶାନ୍ତି ମିଳେ ସେ ଜାଗାଟା ଜାଣିଥିବା ଦରକାର। ନା ସେ ଜାଗାଟା କୋଉଠି? ନା ମନ୍ଦିର। ମନ୍ଦିରକୁ ଗଲେ ମନ୍ଦ କର୍ମ ଆପେ ଆପେ ଦୂରେଇ ଯିବ। ଆମ ଭିତରେ ମମତା ଭରି ହେଇଯିବ। ସେତେବେଳେ ସମସ୍ତେ ତୁମକୁ ଭଲ ପାଏ, ଯେମିତି ଆମେ ଫୁଲଟିକୁ ଭଲ ପାଆନ୍ତି ମନ୍ଦାର ଫୁଲ। ତାଙ୍କର କେବେ ମନ୍ଦ କର୍ମ ରହେ ନାହିଁ। ଠିକ ସମୟରେ ସେ ଫୁଟିବା ଆରମ୍ଭ କରିଦିଅନ୍ତି। ଅନେକ ପ୍ରକାର ଉଦାହରଣ ସଂସାରକୁ ଦେଇଛନ୍ତି ସତ୍ୟତାକୁ ଜାଗ୍ରତ କରିବା ପାଇଁ। ଆମ ଭିତରୁ ଅହଙ୍କାରକୁ ଦୂରିବା ପାଇଁ, ଅଜ୍ଞାନକୁ ଦୂରିବା ପାଇଁ ଆମେ ଶାସ୍ତ୍ର ଅଧ୍ୟୟନ କରନ୍ତି। ତାହା ହିଁ ସତ୍ୟ।